ଆଜି ଆମେ ଏକ ଆକର୍ଷଣୀୟ ବିଷୟରେ ଆଲୋଚନା କରୁଛୁ। ଜଲ୍ଲାରପୁର ଠାରୁ ଚାରିଛକ ପର୍ଯ୍ୟନ୍ତ ଥିବା ରାଜ୍ୟ ରାଜପଥର ଦୟନୀୟ ଅବସ୍ଥାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ରାସ୍ତା ପୁରୀ ଜିଲ୍ଲା ପୂର୍ତ୍ତ ବିଭାଗ ଅଧୀନରେ ଥିବା ସତ୍ତ୍ୱେ ମଧ୍ୟ ଦୀର୍ଘ ଦିନ ଧରି ମରାମତି ନ ହେବାରୁ ଏହା ଏବେ ମରଣ ଯନ୍ତାର ରୂପ ନେଇଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଥିବାରୁ ପ୍ରତିଦିନ ଯାତ୍ରୀମାନେ ଜୀବନକୁ ବିପଦରେ ପକାଇ ଯାତାୟତ କରୁଛନ୍ତି। ବର୍ଷର 12 ମାସ ଧରି ପ୍ରାୟ 4-5 କିଲୋମିଟର ରାସ୍ତା ଅବହେଳିତ ଅବସ୍ଥାରେ ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଠିକାଦାରମାନେ କେବଳ ନାମମାତ୍ର କାମ କରି ଚାଲିଯାଉଛନ୍ତି, କିନ୍ତୁ ପରେ ରାସ୍ତା ମରାମତି କିମ୍ବା ନିରୀକ୍ଷଣ ପାଇଁ କୌଣସି ଅଧିକାରୀ ଦେଖାଦେଉନାହାନ୍ତି। ଏହା ପୂର୍ତ୍ତ ବିଭାଗର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠୁଛି। ଏପରିକି ଆଗାମୀ ଦିନରେ ଏହି ରାସ୍ତାକୁ 4 ଲେନ୍ କରାଯିବ ବୋଲି ଖବର ଥିବା ସତ୍ତ୍ୱେ ବର୍ତ୍ତମାନର ଦୁରାବସ୍ଥା ପ୍ରତି କୌଣସି ଗମ୍ଭୀର ଧ୍ୟାନ ଦିଆଯାଉନାହିଁ। ଲୋକମାନେ କହୁଛନ୍ତି, ଯେତେବେଳେ ଟ୍ୟାକ୍ସ ନିଆଯାଉଛି ସେତେବେଳେ ମରାମତି କାମ କାହିଁକି ହେଉନାହିଁ? ଏହି ପରିସ୍ଥିତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଚରମ ସୀମାକୁ ପହଞ୍ଚିଛି। ଯଦି ଶୀଘ୍ର ରାସ୍ତା ମରାମତି କାମ ଆରମ୍ଭ ନ କରାଯାଏ, ତେବେ ଆଗାମୀ ଦିନରେ ଜନସାଧାରଣ ରାଜପଥରେ ଆନ୍ଦୋଳନ କରିବେ ବୋଲି ସଚେତନ କରିଛନ୍ତି। ଯଦି ଆପଣ ଏହି ଭିଡିଓକୁ ଉପଯୋଗୀ ମନେ କରନ୍ତି, ଦୟାକରି ଅଧିକ ଭିଡିଓ ପାଇଁ ଲାଇକ୍ ଆଉ ସବସ୍କ୍ରାଇବ୍ କରନ୍ତୁ।